ଜୟ ଜଗନ୍ନାଥ ସାଙ୍ଗମାନେ ଦେଖନ୍ତୁ ମମି ବର୍ତ୍ତମାନ ଶାଗ ବାଛୁଛି। ସାଙ୍ଗମାନେ ଏଇଟା କି ଶାଗ କହିବେ? ଏଇଟା କି ଶାଗ କହିବେ? ଆଉ ଶାଗ ବାଛି ସାରିଲା ପରେ ଆପଣ ମାନେ ତ ଜାଣିଛନ୍ତି ଶାଗ କୋଉଟାରେ ଖାଆନ୍ତି। ଆଉ ପଖାଳ ଭଲ ଶାଗ ଆଣିଥାଏ ଇଏ ପୋକା ମୁକା ଧଡା ବୁଢା ହେଇଥିବ ଧରିକି ଆସିବ ଆଜି ତ କଅଁଳା ଶାଗ ଧରିକି ନେଇକି ଆଇବି। ମଣିଷ ବୁଢା ହେଇଯାଉଛନ୍ତି, ଆଉ ଶାଗ ବୁଢା ହବନି ଆଉ କଣ ଟୁକା ହବ ନା? ଆଇବି ଗୋଟେ ପାଟିକି ଟେଷ୍ଟ, ମଣିଷ ବୁଢା ହୁଅନ୍ତିନି। ଆଉ ଶାଗ ସହିତ ଆଉ କଣ? ମାଛ ଯୋଉ ବିହନ ଅଛି ବିହନ ପୋଡା ହବ ଏ ବର୍ଷ ଭଲ ନାମ ସାଙ୍ଗମାନେ ଏତିକି କଷ୍ଟ ଦିଅନି ଲୋକନେ ଖାଇବ କେମିତି? ସାଙ୍ଗମାନେ ଆଉ ବର୍ତ୍ତମାନ ଦେଖିବେ ମାଛ ଭଜା ହବ, ଆଉ ବିହନ ଟାକୁ ବରା ହବ ବୋଧେ। ହଁ ବିହନ ବରା, ମାଛ ଭଜା, ଶାଗ ଆଉ ସାଗ ତରକାରୀ ହେଇଛି, ପୋଟଳ ଭଜା। ତମେ ତ ଭଲ ଖାଉଛ। ତମେ ଖାଇବନି କି? ସେ ମୁଁ କଣ ମୋର ଗରମ ଟିକେ ଆଳୁ ଚୁକୁଡା, ପଖାଳ ଟିକେ ଆଳୁ ଚୁକୁଡା ଟିକେ ମୁଁ ଖାଇଦେବି। ପଖାଳ ସବୁ ଓଡିଆଙ୍କର ପ୍ରିୟ। ଏଟା ଟିକେ କର ସେଟା ଟିକେ କର ମାଛ କର। ଆମେ ଓଡିଆ ଭାରି ବଢିଆ। ଆମ ପ୍ରିୟ ଖାଇବା ପଖାଳ। ପଖାଳ ଭାରି ବଢିଆ। ପଖାଳ, ଶାଗ, ବଢିଚୁରା, ଭେଣ୍ଡି ପୋଡା, ଭେଣ୍ଡି ରସୁଣ କଞ୍ଚା ଲଙ୍କା ଆମ୍ବୁଲ ଟିକେ ପଡିଥିବ। ସେଗୁଡା ଆମର ସବୁ ଦେଶୀ ଖାଦ୍ୟ। ଆଉ ତମେ କହିବ ଏଇ ଯୋଉ ଆଜିକାଲି ଚାଉମିନ, ରୋଲ ଏଗୁଡାକ ସବୁ ମୁଁ ଆଉ ଖାଉନି। ମୋ ଦେହ ଖରାପ ହେଲା କତରୁ ମୁଁ ଆଉ ଖାଉନି। ଠିକ ସାଙ୍ଗମାନେ ଦେଖନ୍ତୁ, ଭିଡିଓଟିକୁ କଣ୍ଟିନ୍ୟୁ କରନ୍ତୁ। ଆମର ଏଇ ଭିଡିଓରେ କଣ କଣ ଅଛି ଦେଖନ୍ତୁ। କଣ ମାଛ ବରା କରିବ, ମାଛ ଭଜା କରିବ, ଆଉ ସେଗୁଡା ସବୁ ସାଙ୍ଗମାନେ ଦେଖନ୍ତୁ। ଆଉ ଗୋଟେ ଜିନିଷ ମୁଁ ଦେଖେଇବି, ଆପଣ ଦେଖିବେ। ଶାଗ ସରିଗଲା ବଛା। କିଏ ବିହନକୁ ବରା କରି ଖାଉଛି? କିଏ? ମୁଁ କରିମି, ତମେ ନ କର, ମୁଁ କରିମି। କରିକି ଖାଅ, ମତେ ଟିକେ ଦବ। ହଉ ହଉ ସାଙ୍ଗମାନେ ଦେଖନ୍ତୁ, ମାଛ ବିହନ, କେହି ମାଛ ଅଣ୍ଡା ବି କୁହନ୍ତି, ତାକୁ ବରା କରାଯିବ। ତା ପାଇଁ ସାମଗ୍ରୀ ସବୁ ହେଲା ପିଆଜ, ଲୁଣ, ହଳଦୀ, ବେସନ, ୟା ଭିତରେ ତୀଖା ଲାଲ ଅଛି, ତାକୁ ସବୁ ମିକ୍ସ ହବ। ମିକ୍ସ ହେଇକି ବରାଟା ହବ। ଦେଖନ୍ତୁ କେମିତି ମିକ୍ସ ହଉଛି। ପଇଲା ପିଆଜ ଦିହର, ତାପରେ ଲୁଣ, ପଇଲା। ସାଙ୍ଗମାନେ ମତେ ଗୋଟେ କଥା କୁହ, ସାଙ୍ଗମାନେ କାହିଁକି କହିବ, ତମେ କୁହ। ତମେ ମୟୂର ଅଣ୍ଡା ଦେଖିଛ ନା? ମୟୂର ଅଣ୍ଡା? ହଁ। ଇସ୍ ମୁଁ ଦେଖିନି। ହଉ ତମେ କୁହନି, ମୟୂର କେମିତି, ମୟୂର ତାଙ୍କର ପିଲା ଜନ୍ମ କେମିତି ହୁଏ? ଅଣ୍ଡା? ମୟୂର ଅଣ୍ଡା ଦିଏ ନା? ଆଉ ମୟୂର ଅଣ୍ଡା ଦିଏ? ଆଉ କଣ ଦିଏ? ମୟୂରୀ ଅଣ୍ଡା ଦିଏ। ବାବା, ମୟୂର ଅଣ୍ଡା ଦିଏ। ମୟୂର ପା ହେଲା ବେଳକୁ ମେଲ ହେଇଯାଉଛି, ମୟୂରୀ ହେଲା ବେଳକୁ ଫିମେଲ ହେଇଯାଉଛି। ତମେ ତ କହୁଛ ଗଞ୍ଜା କେବେ ଅଣ୍ଡା ଦେଲା ନା? ଆଉ ମୁଁ କଣ କହୁଛି? ମୁଁ କହିଲି ମୟୂର ଅଣ୍ଡା ଦିଏ ନା। ତମେ ଯଦି ଦେଇଥିବ ଅଣ୍ଡା ତାହେଲେ ଗଞ୍ଜା ଅଣ୍ଡା ଦବ। ତମେ ଆଉ ଫିମେଲ, ଶୁଣ, ମୟୂର ଟା ହେଲା ମେଲ, ମୟୂରୀ ହେଲା ଫିମେଲ। ତମେ ତ ଜବରଦସ୍ତି ମୟୂର ଏଠୁ ପଛରୁ ଅଣ୍ଡା କାଢିବା ପାଇଁ ଯାଇଲଣି। ମୟୂରୀ ଦିଏ। ତମେ ଯୋଉଟା ପଚାରିଲ ମୁଁ ସେଇଟା କହିଲି, ମୟୂର କହିଲ ମୟୂର। ସାଙ୍ଗମାନେ ବର୍ତ୍ତମାନ ତୀଖା ଲାଲ ପଡୁଛି, ଅଳ୍ପ ଟିକେ ପଡିବ, ଗରମ ହଉଛି। ଲଙ୍କା ଟା ବେଶୀ ଖାଇ ହବନି ସାଙ୍ଗମାନେ, ଖାଇଦେଲେ ତାପରେ ତ ସମ୍ଭାଳି ହବନି ପେଟକୁ। ତାପରେ ଇଏ କହିଲାଣି ମୟୂର ଅଣ୍ଡା ଦିଏ ସାଙ୍ଗମାନେ, ଜାଣିନି ଯେ ମୟୂର। ସାଙ୍ଗମାନେ ଏଇଟା ବେସନ ଅଳ୍ପ ଟିକେ ପଡିବ, ଜଷ୍ଟ ହାଲକା। ତୋର କାଇଁ ହାଲକା ବେସନ ପଡିବ। ଇଏ ସାଙ୍ଗ ଗୋଟେ ଟାଉଟର, ଷଣ୍ଢାସୁର, ଇଏ ସବୁ ସଂସାର ଭରି ସବୁ ଖାଇଦବ। ଚିକେନ ହେନେ 15 ପଟ ରୁଟି ଖାଇଦବ। ତ ହାତର ଫୁଲୁଣି ଗଳିଗଲା, କେମିତି ଗଲା? ହେଇଗଲା ସାଙ୍ଗମାନେ। କ୍ୟାମେରାଟା ଦୟାକରି ପାଖକୁ ଆଣନ୍ତୁ। ହଳଦୀ ପକେଇଛ? ସବୁ ପକେଇଛି, ହଳଦୀ ପକେଇଛି। ବର୍ତ୍ତମାନ ଦେଖ ସାଙ୍ଗମାନେ କେମିତି ବେସନ, ବିହନ। ଆଉ ସାଙ୍ଗମାନେ ଦେଖନ୍ତୁ, କହୁଥିଲା ମାଛ ଖାଇବନି, ଯାଇକି ମାଛ ଧୋଇ ଆଣିଲାଣି। ଦେଖନ୍ତୁ ବିହନକୁ ଭାଜିକି ରଖିଦେଲା,
ଏ ମାଛକୁ ଆଣିଛି। ମୁଁ ନ ଖାଇନେ କଣ ହେଲା, ତମେ ଖାଇଆ କରିବେନି ନା। ହଁ ହଁ ନ ଖାଇନେ ବୋଲି କରିବେନି ନା। ଥାଉ ଥାଉ ଏତେ ଆଉ ଇଏ କରୁନି, ସବୁ ଲୋକ ଦେଖୁଛନ୍ତି କିଏ କରୁଛି। ହଁ ହଁ ଦେଖୁଥିବ, ଠିକ ଅଛି ଆଉ ଦେଖନ୍ତୁ ଆଉ। ସାଙ୍ଗମାନେ ଭିଡ଼ିଓ ଟିକେ କଣ୍ଟିନ୍ୟୁ କରନ୍ତୁ, ଦେଖିବେ ମମି କେମିତି ପଖାଳ ଖାଉଥିବ। ଆଉ ଟୋଟାଲ ବିଲାତି ପୋଡା ପଖାଳ ଖାଇଦେବି। ହଉ ତମେ ଦେଶୀ ଖାଇବା ଖାଇବ ଆଉ ଖାଅ। ସାଙ୍ଗମାନେ ଦେଖନ୍ତୁ ମମି ପଖାଳ ଖାଇବ କଣ ଆଉ ସମ୍ଭାଳି ପାଇଲାନି, କହିଲା ମୁଁ ଖାଏନି। ଦେଖନ୍ତୁ ମାଛ ଭଜା ପୁଣି ଦିଟା ଆଣିକି ଖାଉଛି, ମାଛ ଭଜା ଆଉ ବିହନ। ଭାଜି ସାରିଲା ପରେ ଟିକେ ସୁନ୍ଦର ଦେଖାଗଲା ଲୋକ ସୁନ୍ଦର। ଯାହା ବି ହଉ ସାଙ୍ଗମାନେ ଭିଡ଼ିଓଟିକୁ ଦେଖିବେ, ଆମକୁ ଟିକେ ସପୋର୍ଟ କରିବେ, ଏତିକି ଆପଣଙ୍କ ପାଖରେ ଅନୁରୋଧ। ସାଙ୍ଗମାନେ ବର୍ତ୍ତମାନ ଦେଖନ୍ତୁ ମାଛ ଭଜା ହେଉଛି, ଦେଖନ୍ତୁ। ଆଉ ମମି ବର୍ତ୍ତମାନ ଖାଇବ, ସେ ଯାହା ବି ହଉ ସେ ଖାଉ ନ ଖାଉ ଆମେ ଖାଇବୁ। ସାଙ୍ଗମାନେ ଭିଡ଼ିଓଟି ଯଦି ଭଲ ଲାଗିଥିବ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ ଏବଂ ଆମ ୟୁଟ୍ୟୁବ୍ ଚ୍ୟାନେଲକୁ ଭଲ ପାଇବା ଦେବେ। ନମସ୍କାର, ରହିଲୁ, ଜୟ ଜଗନ୍ନାଥ। ଭଲ ପାଇବା ନଦେଲେ ଆମେ ଉପରକୁ ଉଠି ନଗେଇବୁ। ଆପଣ ଦୟା କଲେ ଆମ ଆପଣଙ୍କ ଦୟାରେ ଆମେ ଉପରକୁ ଉଠିବୁ।